ଭାରତ ମାତା କି ଜୟ, ବନ୍ଦେ ମାତରମ୍। ସଂଗଠନକୁ ଥଟ୍ଟା ଉପହାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଏହି ବ୍ଲଗ ଗୋଟିଏ ଶକ୍ତ ଧକ୍କା ସଦୃଶ। କାରଣ ଅନ୍ୟାୟ ଭାବରେ ଆମ ଜିଲ୍ଲାରୁ ବହିଷ୍କୃତ 4 ଜଣ ଅଙ୍ଗନବାଡ଼ି ଦିଦିଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ। ଅର୍ଥାତ୍ ସେମାନେ ଏବେ ନିଜ କର୍ମକ୍ଷେତ୍ରରେ ଯୋଗଦାନ କରିପାରିବେ, ତାହା ବି ସମ୍ମାନ ସହକାରେ। ଯେଉଁମାନେ ସଂଗଠନକୁ ଗୁମରାହ କରୁଥିଲେ, ଯାହାର ଚାକିରି ଯାଇଛି ତାଙ୍କର କିଛି ହୋଇପାରିବନି, ସେମାନେ ଜୀବନରେ ଚାକିରି ପାଇପାରିବେନି, ତୁମ ସଂଗଠନ ତାଙ୍କର ଚାକିରି ବଞ୍ଚାଇ ପାରିବେନି ବୋଲି ଉପହାସ କରୁଥିଲେ, ସେମାନେ ଦେଖନ୍ତୁ ସଂଗଠନର ତାକତ। ତା ସହିତ ଅଙ୍ଗନବାଡ଼ି ୱାର୍କରଙ୍କୁ ଭ୍ରମିତ କରି ଷ୍ଟ୍ରାଇକ୍କୁ ଯିବା ପାଇଁ ମନା କରିବା, ସଂଗଠନ ନାମରେ ତାଙ୍କୁ ଖରାପ କଥା କହିବା, ସଂଗଠନରେ ନ ରହିବା ପାଇଁ ଉସ୍କେଇବା, ଯେତେ କହିଲେ ମଧ୍ୟ ଆଜି ସଂଗଠନର ବିଜୟ ହୋଇଛି। କାରଣ ଆମର ସେଇ ଅନ୍ୟାୟ ଭାବରେ ବହିଷ୍କୃତ ଭଉଣୀମାନେ 26 ମାର୍ଚ୍ଚ 2025 ଦିନ ତାଙ୍କର କେସ୍ ଜିତିଛନ୍ତି। ପୂର୍ବରୁ ସୁମିତା ଅପା କେସ୍ ଜିତିଥିଲେ। ବର୍ତ୍ତମାନ ଏଇ 4 ଭଉଣୀ, ଆଉ ସେଇ 4 ଭଉଣୀମାନେ ହେଲେ ଆମର ଅଲ୍ ଇଣ୍ଡିଆ ଲିଡର ଅଞ୍ଜଳି ପଟେଲ, ଅପା ମାନସୀ ଦାସ, ସାବିତ୍ରୀ ରଣା, ବାସନ୍ତୀ ସେଠୀ। ରାଜନୀତି ଆକ୍ରୋଶ ଯୋଗୁଁ ଏ ଭଉଣୀମାନଙ୍କୁ ଅନ୍ୟାୟ ଭାବରେ ବହିଷ୍କାର କରାଯାଇଥିଲା ଏବଂ ଅନେକ କର୍ମୀମାନେ ସେ ସମୟରେ ଟାର୍ଗେଟରେ ମଧ୍ୟ ଥିଲେ, ଆଉ ଅନେକ ଷଡ଼ଯନ୍ତ୍ରର ଶିକାର ମଧ୍ୟ ହୋଇ ଚାକିରି କ୍ଷେତ୍ରରେ ଚାପଗ୍ରସ୍ତ ହୋଇଛନ୍ତି କିଛି ଅଧିକାରୀଙ୍କ ଦ୍ୱାରା। BMS ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନର ଲଢ଼େଇ ଯୋଗୁଁ ବହୁତ ଭଉଣୀମାନେ ଉପକୃତ ହୋଇଛନ୍ତି। କିନ୍ତୁ ସେଇମାନେ ହିଁ ସଂଗଠନ ବିରୋଧରେ ଅନ୍ୟ ଅଙ୍ଗନବାଡ଼ି ଦିଦିମାନଙ୍କୁ ଭ୍ରମିତ କରୁଥିଲେ, ମତଉଥିଲେ, ଉପହାସ କରୁଥିଲେ ଏବଂ ଷ୍ଟ୍ରାଇକ୍ ଯିବାକୁ ମଧ୍ୟ ମନା କରିଥିଲେ। ତମର ସଂଗଠନ କିଛି କରୁନାହିଁ କହି ସଂଗଠନ ନାମରେ ନେଗେଟିଭ ମନ୍ତବ୍ୟ ଦେଉଥିଲେ। ଏବେ ସେମାନେ ଦେଖନ୍ତୁ ସଂଗଠନ କ'ଣ କରିପାରେ, ଆଗ କ'ଣ କରୁଥିଲା, କ'ଣ କରୁଛି ଏବଂ ଆଗକୁ ପୁଣି କ'ଣ କରିବ। ବହୁତ ଅଧିକାରୀ ଏମିତି ବି ଅଛନ୍ତି ଯେଉଁମାନେ କି ଅଙ୍ଗନବାଡ଼ି କର୍ମୀମାନଙ୍କୁ ସପୋର୍ଟ କରୁଥିଲେ ଏବଂ ଯେହେତୁ ଏଇଟା ଭୁଲ ହେଇଛି ନିଶ୍ଚୟ ବିଜୟ ହେବ ବୋଲି ସାହସ ଦେଉଥିଲେ। ହେଲେ ଯେଉଁ ଭଉଣୀମାନେ ନେଗେଟିଭ ମନ୍ତବ୍ୟ ଦେଉଥିଲେ, ନିଜେ ମେମ୍ବରସିପ୍ ନ ଦେଇ ଅନ୍ୟକୁ ବି ଦେବାକୁ ମନା କରୁଥିଲେ, ଆମର ଚାକିରି ଗଲେ କ'ଣ କରିବୁ କହି ଷ୍ଟ୍ରାଇକ୍ ଯାଉନଥିଲେ, ସେମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣମାନେ ଶିଶୁମାନଙ୍କୁ ଶିକ୍ଷା ଦେଉଛନ୍ତି, ପାଠ ପଢ଼ାଉଛନ୍ତି, ଦଳର ବଳ ଏବଂ ଏକତାର ବଳ ଭଳିଆ ଗପ ଶୁଣାଉଛନ୍ତି, କିନ୍ତୁ ନିଜେ ଓଲଟ ପାଲଟ ଏପଟ ସେପଟ ହୋଇ BMS ଆନ୍ଦୋଳନ ଦ୍ୱାରା ଦାବି ପୂରଣ ହେଲେ ବି ଏଇଟା ତ ସରକାର କରିଛନ୍ତି, ନିଜ ଇଚ୍ଛାରେ କରିଛନ୍ତି ଅଥବା ଅନ୍ୟ ସଂଗଠନ କରିଛନ୍ତି ବୋଲି ଅଙ୍ଗନବାଡ଼ି କର୍ମୀମାନଙ୍କୁ ମତାଉଥିଲେ ଏବଂ ତାଙ୍କୁ ସଂଗଠନ ବିରୋଧରେ ଉସ୍କାଉଥିଲେ। ଏଣୁ ସମସ୍ତଙ୍କୁ ଅନୁରୋଧ, ଯେତେ ବଡ଼ ସମସ୍ୟା ଥାଉ ନା କାହିଁକି, ସମୟ ଲାଗିପାରେ, କଷ୍ଟ ହୋଇପାରେ, କିନ୍ତୁ ଯଦି ସମସ୍ତେ ସଂଗଠିତ ହୋଇ ରହିବା ତେବେ ବିଜୟ ସୁନିଶ୍ଚିତ। ଯେମିତି ଆଜି ଯେତେ ବି କଷ୍ଟ ହୋଇଛି ସମସ୍ତେ ଜାଣିଛନ୍ତି, କେତେ ଉପହାସ ବି ସହ୍ୟ କରିବାକୁ ପଡ଼ିଛି, କିନ୍ତୁ ଶେଷରେ ଆମର ସୁନ୍ଦରଗଡ଼ ଜିଲ୍ଲାର 4 ଜଣ ଭଉଣୀଙ୍କର ବିଜୟ ହୋଇଛି। ସମସ୍ତଙ୍କୁ ଧନ୍ୟବାଦ।